10ଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ ପାଇଁ ଦାବି। ଗଜପତି ଜିଲ୍ଲା ମୋହନା ଏବଂ ନୂଆଗଡ଼ ବ୍ଲକର ଦୁର୍ଗମ ତଥା ବନ ପାହାଡ଼ ଘେରାରେ ଥିବା ଅନୁନ୍ନତ ପଞ୍ଚାୟତଗୁଡ଼ିକୁ ନେଇ ନୂତନ ବ୍ଲକ ଗଠନ ପାଇଁ ଦାବି ହୋଇଛି। ଆଜି ଏନେଇ ପାଳାଖେମୁଣ୍ଡିଠାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ତାଙ୍କ କାର୍ଯ୍ୟାଳୟରେ ଉକ୍ତ ଅଞ୍ଚଳର କିଛି ନେତା ଓ ଅଞ୍ଚଳବାସୀ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମୁତାବକ ମୋହନା ବ୍ଲକର କେଶରୀଗୁଡ଼ା, ଚୁଡୁଙ୍ଗପୁର, ଯୁବ, ଗୁଲୁବା ଏବଂ ନୂଆଗଡ଼ ବ୍ଲକର ସୁନ୍ଦରଡାଙ୍ଗ, ସମ୍ବଲପୁର, କିରାମା, ଅନୁଗୁର, ପରିମଳ, ଉଦୟପୁରର ପଞ୍ଚାୟତ ଆଜି ବି ଅପହଞ୍ଚ ଇଲାକା ଭାବେ ପରିଗଣିତ ହେଉଛି। ଏସବୁ ପଞ୍ଚାୟତକୁ ନେଇ ସୁନ୍ଦରଡାଙ୍ଗଠାରେ ବ୍ଲକ ସଦର ମହକୁମା କରିବାକୁ ଦାବି ହୋଇଛି। ଏହାସହ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ଯେ ଗତ 2018 ମସିହାରେ ମଧ୍ୟ ଏପରି ସମାନ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଏହି ପଞ୍ଚାୟତଗୁଡ଼ିକ ସମ୍ପୃକ୍ତ ବ୍ଲକର ସଦର ମହକୁମାକୁ ଯିବାକୁ ହେଲେ 50ରୁ 55 କିଲୋମିଟର ପଡୁଛି। ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ଏହି ଦୁର୍ଗମ ଅଞ୍ଚଳଗୁଡ଼ିକରେ ରହୁଥିବା ଅଧିବାସୀମାନେ ପାଇପାରୁନାହାନ୍ତି। ନୂତନ ବ୍ଲକ ଗଠନ କଲେ ସରକାରଙ୍କ ଯୋଜନା ଗୁଡ଼ିକ ସଫଳ ରୂପାୟନ ହୋଇପାରିବା ସହ ଅଞ୍ଚଳର ବିକାଶ ଘଟିବା ସମ୍ଭାବନା ରହିଛି ବୋଲି ଉକ୍ତ ପ୍ରତିନିଧି ଦଳ କହିଛନ୍ତି। ତେଣୁ ଯଥାଶୀଘ୍ର ନୂତନ ବ୍ଲକ ଗଠନ କରିବାକୁ ଦାବି କରିଛନ୍ତି। ମୋ ନାଁ ହେଉଛି ପ୍ରେମ ରୋହିତ, ଗ୍ରାମ ପଞ୍ଚାୟତ ସୁନ୍ଦରଡାଙ୍ଗ ସରପଞ୍ଚ। ଆଜି ଆମେ ପ୍ରଶାସନ କଲେକ୍ଟର ପାଖକୁ ଆସିଥିଲୁ। 10 ଗୋଟି ପଞ୍ଚାୟତର ସମସ୍ତ ପଞ୍ଚାୟତର ସମସ୍ତ 10 ଗୋଟି ପଞ୍ଚାୟତର ବୁଦ୍ଧିଜୀବୀ ମାନେ ଆସିଥିଲୁ। ଗତ ଦିନ ମାନଙ୍କରେ ଯେଉଁ କଲେକ୍ଟର ମାନେ ଦାବି କରିଥିଲୁ ସେ କଲେକ୍ଟର ମାନେ ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ପଠାଇଥିଲେ। ସେଇଭଳି ଆଜି 10 ଗୋଟି ପଞ୍ଚାୟତର ମୋହନା ବ୍ଲକ କିଛି 4 ଗୋଟି ପଞ୍ଚାୟତ, ନୂଆଗଡ଼ ବ୍ଲକର 6 ଗୋଟି ପଞ୍ଚାୟତ, ଏହି 10 ଗୋଟି ପଞ୍ଚାୟତର ସମସ୍ତ ଜନସାଧାରଣ ମୁଖ୍ୟ ବୁଦ୍ଧିଜୀବୀ ମାନେ କଲେକ୍ଟରଙ୍କୁ ଭେଟି ଆଲୋଚନା କରିଥିଲୁ। ସେ ଅଞ୍ଚଳରେ ନିଶ୍ଚିନ୍ତ ଭାବରେ ବ୍ଲକ ହେଲେ ସେ ଅଞ୍ଚଳର ଲୋକମାନେ ଉପକୃତ ହେବେ। ଯଦି ସେ ଅଞ୍ଚଳର ବ୍ଲକ ହେବ ନାହିଁ ତାହେଲେ ସେଇ ଅଞ୍ଚଳରୁ ନୂଆଗଡ଼ ଯିବା ପାଇଁ 70 କିଲୋମିଟର ଏବଂ ସେଇ ମୋହନା ଅଞ୍ଚଳର ପାଖାପାଖି ପଞ୍ଚାୟତର 60 କିଲୋମିଟର ସେହିଭଳି ଦୂରତା ପଡ଼ୁଛି। ଆମେ କେତେବେଳେ ଗଲେ ବିଭିନ୍ନ ଅଫିସ କାମ ଅସୁବିଧାରେ ସମ୍ମୁଖୀନ ହେଉଛୁ। ଗମନାଗମନ, ଟେଲିଫୋନ ଆଉ ବିଭିନ୍ନ ସରକାରୀ ବିଭିନ୍ନ ଯୋଜନା ଗୁଡ଼ାକ ଆମ ଅଞ୍ଚଳରେ ହେଇପାରୁନାହିଁ। ଏଥିପାଇଁ ଅନେକ ଲୋକମାନେ ବିଭିନ୍ନ ଦେଶକୁ ମଧ୍ୟ ଯାଇକରି ଦାଦନ କଟାଇବା ପାଇଁ ଯାଉଛନ୍ତି। ସେ ଉଦ୍ଦେଶ୍ୟରେ ଆମେ ଘାଟି ପାହାଡ଼ ଅଞ୍ଚଳର ନିଶ୍ଚିନ୍ତ ଭାବରେ ସେ 10 ଗୋଟି ପଞ୍ଚାୟତରେ ବ୍ଲକ ପୁନର୍ଗଠନ ହେଲେ ସେ ଅଞ୍ଚଳବାସୀ ଉପକୃତ ହେବେ। ଏଥିପାଇଁ ଆଜି କଲେକ୍ଟରଙ୍କ ସାଙ୍ଗରେ ଆଲୋଚନା କରିଥିଲୁ, ଡିସ୍କସନ୍ କରିଥିଲୁ। ମେମୋରାଣ୍ଡମ୍ ଦେଇ ଆଜି କଲେକ୍ଟର ମଧ୍ୟ ଆଶ୍ୱାସନ ଦେଇଛନ୍ତି ଆମେ ନିଶ୍ଚିନ୍ତ ଭାବରେ ସେ ଅଞ୍ଚଳକୁ ଗତ କଲେକ୍ଟର ମାନେ ଯେଉଁଭଳି ସ୍ଥିତି ବଗୁଳ ଦେଖି ଦେଇଛନ୍ତି ସେଇଭଳି ଆମେ ମଧ୍ୟ ଚେଷ୍ଟା କରିବୁ ବୋଲି ଆମମାନଙ୍କୁ ଆଶ୍ୱାସନ ଦେଇଛନ୍ତି।
ମୁକୁନ୍ଦପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ପ୍ରଧାନଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚିଦାନନ୍ଦ ପୃଷ୍ଟି ଯୋଗ ଦେଇଥିଲେ। ସଭାପତି ଭାବେ ଜିରାଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ରିସ୍ପା ଭୂୟାଁ, ଲକ୍ଷ୍ମୀପୁର କ୍ଲଷ୍ଟରର ସିଆରସି ରାଜୁ ଶବର, ସମାଜସେବୀ ଅଜାମ୍ବର ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ବିଦ୍ୟାଳୟର ବିବରଣୀ ପଠନ କରିଥିଲେ। ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ କହିବା ସହ ପାଠପଢ଼ା ସମେତ ଖେଳକୁଦ ଆଦିରେ ରୁଚି ରଖିବା ଆବଶ୍ୟକ ବୋଲି କହିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସାନ ଶବର ସୁରେନ୍ଦ୍ର ବାଲାଙ୍ଗା ଓ ସରୋଜିନୀ ରାଇକା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରୁ ଅଜିତ କୁମାର ପରିଚାଙ୍କ ରିପୋର୍ଟ, ଲକ୍ସ ନ୍ୟୁଜ। ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡିଠାରେ ଥିବା ଜିଲ୍ଲାର ଏକମାତ୍ର ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନାରାଣୀ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଗୁଣନିଧି ନାୟକ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଦାସ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ଲକ୍ଷ୍ୟ ସ୍ଥିର କରି ସମୟର ସଦୁପଯୋଗ କଲେ ଜୀବନରେ ସଫଳତା ମିଳିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମୁଖ୍ୟ ବକ୍ତା ଡକ୍ଟର ନାୟକ ଛାତ୍ରୀମାନେ ନିଜେ ଆଗକୁ ଯିବା ସହ ନିଜ ପରିବାର ଓ ସମାଜକୁ ଆଗକୁ ନେବା ପାଇଁ କାର୍ଯ୍ୟ କରୁଛନ୍ତି, ତେଣୁ ନିଷ୍ଠାପର ସହ ନିଜର ଦାୟିତ୍ୱ ସମ୍ପାଦନ କଲେ ସଫଳତା ଆପେ ଆପେ ଆସେ ବୋଲି କହିଥିଲେ। ଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟ ସ୍ଥିର କରି ସୁଚିନ୍ତିତ ଭାବେ ପ୍ରସ୍ତୁତି କଲେ ଆଗକୁ ଯାଇପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ। ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ରୀନା ମାଝୀଙ୍କୁ ତିନାସ ସାହୁ ସ୍ମୃତି ସମ୍ମାନ, ଜେ କରିଶ୍ମାଙ୍କୁ ଶ୍ରୀନିବାସ ବକ୍ସି ସ୍ମୃତି ସମ୍ମାନ, ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରୀ ମନୀଷା ଦେବୀ ପାତ୍ର, ଶ୍ରେଷ୍ଠ ଛାତ୍ରୀ ସୋନାଲି କାର୍ଜି ଓ ଚଳିତ ବର୍ଷ ବାର୍ଷିକ କ୍ରୀଡ଼ାରେ ଚମ୍ପିୟନ ହୋଇଥିବା ପ୍ରିୟଙ୍କା ଜେନାଙ୍କୁ ଅତିଥିମାନଙ୍କଠାରୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମହାବିଦ୍ୟାଳୟ ବିବରଣୀ ପଠନ କରିଥିଲେ। ସେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ସ୍ଥାନକୁ ଯାଇ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟକାରୀ ହୋଇପାରିନି। ମହାବିଦ୍ୟାଳୟର ସମସ୍ୟାଗୁଡ଼ିକୁ ସମାଧାନ କରିବା ନିମନ୍ତେ ନିବେଦନ କରିଥିଲେ। ସଭା କାର୍ଯ୍ୟକ୍ରମ ପରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।